ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜି ଆସନ୍ତୁ ଜାଣିବା ଏମ୍ ବିଶ୍ୱେଶ୍ୱରୈୟାଙ୍କ ଇଞ୍ଜିନିୟର ଦିବସରେ କିଛି ପ୍ରଶ୍ନ ଆଉ କିଛି ଉତ୍ତର। ଭାରତର ଜାତୀୟ ଇଞ୍ଜିନିୟର ଦିବସ କେବେ ପାଳନ କରାଯାଏ? ପୁଣି ଥରେ, ଭାରତର ଜାତୀୟ ଇଞ୍ଜିନିୟର ଦିବସ କେବେ ପାଳନ କରାଯାଏ? ସାଙ୍ଗମାନେ, ଏହାର ସଠିକ୍ ଉତ୍ତରଟି ହେଉଛି ସେପ୍ଟେମ୍ବର 15 ତାରିଖ। ଭାରତର ଜାତୀୟ ଇଞ୍ଜିନିୟର ଦିବସ ସେପ୍ଟେମ୍ବର 15 ତାରିଖରେ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, କାହାର ଜନ୍ମଦିନରେ ଭାରତରେ ଇଞ୍ଜିନିୟର ଦିବସ ପାଳନ କରାଯାଏ? ପୁଣି ଥରେ, କାହାର ଜନ୍ମଦିନରେ ଭାରତରେ ଇଞ୍ଜିନିୟର ଦିବସ ପାଳନ କରାଯାଏ? ସାଙ୍ଗମାନେ, ଏହାର ସଠିକ୍ ଉତ୍ତରଟି ହେଉଛି ଏମ୍ ବିଶ୍ୱେଶ୍ୱରୈୟା। ଏମ୍ ବିଶ୍ୱେଶ୍ୱରୈୟାଙ୍କ ଜନ୍ମଦିନରେ ଭାରତରେ ଇଞ୍ଜିନିୟର ଦିବସ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, ଭାରତରେ ପ୍ରଥମେ କେଉଁ ବର୍ଷ ଜାତୀୟ ଇଞ୍ଜିନିୟର ଦିବସ ପାଳନ କରାଯାଇଥିଲା? ପୁଣି ଥରେ, ଭାରତରେ ପ୍ରଥମେ କେଉଁ ବର୍ଷ ଜାତୀୟ ଇଞ୍ଜିନିୟର ଦିବସ ପାଳନ କରାଯାଇଥିଲା? ସାଙ୍ଗମାନେ, ଏହାର ସଠିକ୍ ଉତ୍ତରଟି ହେଉଛି 1968 ମସିହା। ଭାରତରେ ପ୍ରଥମେ 1968 ମସିହାରେ ଜାତୀୟ ଇଞ୍ଜିନିୟର ଦିବସ ପାଳନ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଏମ୍ ବିଶ୍ୱେଶ୍ୱରୈୟା କେଉଁ ପ୍ରମୁଖ ଭାରତୀୟ ନଦୀବନ୍ଧର ଡିଜାଇନ୍ କରିବା ପାଇଁ ଜଣାଶୁଣା? ପୁଣି ଥରେ, ଏମ୍ ବିଶ୍ୱେଶ୍ୱରୈୟା କେଉଁ ପ୍ରମୁଖ ଭାରତୀୟ ନଦୀବନ୍ଧ ଡିଜାଇନ୍ କରିବା ପାଇଁ ଜଣାଶୁଣା? ସାଙ୍ଗମାନେ, ଏହାର ସଠିକ୍ ଉତ୍ତରଟି ହେଉଛି କ୍ରିଷ୍ଣାରାଜା ସାଗର ଡ୍ୟାମ୍। ଏମ୍ ବିଶ୍ୱେଶ୍ୱରୈୟା କ୍ରିଷ୍ଣାରାଜା ସାଗର ଡ୍ୟାମ୍ ନଦୀବନ୍ଧ ଡିଜାଇନ୍ କରିବା ପାଇଁ ବେଶ୍ ଜଣାଶୁଣା। ପରବର୍ତ୍ତୀ ପ୍ରଶ୍ନ, 1955 ମସିହାରେ ଏମ୍ ବିଶ୍ୱେଶ୍ୱରୈୟାଙ୍କୁ କେଉଁ ସମ୍ମାନରେ ସମ୍ମାନିତ କରାଯାଇଥିଲା? ପୁଣି ଥରେ, 1955 ମସିହାରେ ଏମ୍ ବିଶ୍ୱେଶ୍ୱରୈୟାଙ୍କୁ କେଉଁ ସମ୍ମାନରେ ସମ୍ମାନିତ କରାଯାଇଥିଲା? ସାଙ୍ଗମାନେ, ଏହାର ସଠିକ୍ ଉତ୍ତରଟି ହେଉଛି ଭାରତ ରତ୍ନ। 1955 ମସିହାରେ ଏମ୍ ବିଶ୍ୱେଶ୍ୱରୈୟାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଭାରତ ବ୍ୟତୀତ ଅନ୍ୟ କେଉଁ କେଉଁ ଦେଶ ଇଞ୍ଜିନିୟର ଦିବସ ପାଳନ କରନ୍ତି? ପୁଣି ଥରେ, ଭାରତ ବ୍ୟତୀତ ଅନ୍ୟ କେଉଁ କେଉଁ ଦେଶ ଇଞ୍ଜିନିୟର ଦିବସ ପାଳନ କରନ୍ତି? ସାଙ୍ଗମାନେ, ଏହାର ସଠିକ୍ ଉତ୍ତରଟି ହେଉଛି ଶ୍ରୀଲଙ୍କା ଓ ତାଞ୍ଜାନା। ଭାରତ ବ୍ୟତୀତ ଶ୍ରୀଲଙ୍କା ଓ ତାଞ୍ଜାନା ଦେଶ ଇଞ୍ଜିନିୟର ଦିବସ ପାଳନ କରନ୍ତି। ପରବର୍ତ୍ତୀ ପ୍ରଶ୍ନ, ଏମ୍ ବିଶ୍ୱେଶ୍ୱରୈୟା କେଉଁ ପ୍ରମୁଖ ବନ୍ୟା ନିୟନ୍ତ୍ରଣ ପ୍ରଣାଳୀ କରିଥିଲେ? ପୁଣି ଥରେ, ଏମ୍ ବିଶ୍ୱେଶ୍ୱରୈୟା କେଉଁ ପ୍ରମୁଖ ବନ୍ୟା ନିୟନ୍ତ୍ରଣ ପ୍ରଣାଳୀ କରିଥିଲେ? ସାଙ୍ଗମାନେ, ଏହାର ସଠିକ୍ ଉତ୍ତରଟି ହେଉଛି ହାଇଦ୍ରାବାଦର ବନ୍ୟାହାର। ଏମ୍ ବିଶ୍ୱେଶ୍ୱରୈୟା ହାଇଦ୍ରାବାଦର ବନ୍ୟାହାର ପ୍ରମୁଖ ନିୟନ୍ତ୍ରଣ ପ୍ରଣାଳୀ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଏମ୍ ବିଶ୍ୱେଶ୍ୱରୈୟା କେଉଁ ବିଭାଗର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ? ପୁଣି ଥରେ, ଏମ୍ ବିଶ୍ୱେଶ୍ୱରୈୟା କେଉଁ ବିଭାଗର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ? ସାଙ୍ଗମାନେ, ଏହାର ସଠିକ୍ ଉତ୍ତରଟି ହେଉଛି ସିଭିଲ୍ ଇଞ୍ଜିନିୟର। ଏମ୍ ବିଶ୍ୱେଶ୍ୱରୈୟା
ସିଭିଲ ଇଞ୍ଜିନିୟର ବିଭାଗର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ପ୍ରଶ୍ନ, ଏମ୍ ବିଶ୍ୱେଶ୍ୱରାୟ କେଉଁ ଭାରତୀୟ ରାଜ୍ୟର ଦିୱାନ ଥିଲେ? ପୁଣି ଥରେ, ଏମ୍ ବିଶ୍ୱେଶ୍ୱରାୟ କେଉଁ ଭାରତୀୟ ରାଜ୍ୟର ଦିୱାନ ଥିଲେ? ସାଙ୍ଗମାନେ ଏହାର ସଠିକ୍ ଉତ୍ତରଟି ହେଉଛି ମହୀଶୂର। ଏମ୍ ବିଶ୍ୱେଶ୍ୱରାୟ ମହୀଶୂର ରାଜ୍ୟର ଦିୱାନ ଥିଲେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ମସିହାରେ ଏମ୍ ବିଶ୍ୱେଶ୍ୱରାୟଙ୍କ ଦେହାନ୍ତ ହୋଇଥିଲା? ପୁଣି ଥରେ, କେଉଁ ମସିହାରେ ଏମ୍ ବିଶ୍ୱେଶ୍ୱରାୟଙ୍କ ଦେହାନ୍ତ ହୋଇଥିଲା? ସାଙ୍ଗମାନେ ଏହାର ସଠିକ୍ ଉତ୍ତରଟି ହେଉଛି 1962 ମସିହା। 1962 ମସିହାରେ ଏମ୍ ବିଶ୍ୱେଶ୍ୱରାୟଙ୍କ ଦେହାନ୍ତ ହୋଇଥିଲା। ଆପଣଙ୍କୁ ଏହି ଏମ୍ ବିଶ୍ୱେଶ୍ୱରାୟଙ୍କର ଜନ୍ମଦିନରେ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛି, ଦେଖା ହେବ ପୁଣି ପରବର୍ତ୍ତୀ ଭିଡ଼ିଓରେ। ଜୟ ଜଗନ୍ନାଥ।